ବାବା ନିଜର ଧ୍ୟାନ ଭଙ୍ଗ କରି ପଛରୁ ଡାକିଲେ। ଆମେ ପୁନଶ୍ଚ ପଛକୁ ଫେରି ବାବାଙ୍କ ପାଖକୁ ଗଲୁ ଏବଂ ସେଠାରେ ବସିଗଲୁ। ବାବା କହିଲେ, ଉପାୟ ତ ଅଛି, କିନ୍ତୁ ସମ୍ପୂର୍ଣ୍ଣ ରୂପେ ସେ ଆତ୍ମାକୁ ଶାନ୍ତି ମିଳିବ କି ନାହିଁ ତାହା ମୁଁ ଜାଣିନି, ହେଲେ କିଛିଟା ମାତ୍ରାରେ ତ ଶାନ୍ତି ମିଳିପାରିବ ନିଶ୍ଚୟ। ଆମେ ସବୁ ଆଗ୍ରହର ସହ କହିଲୁ, ଜଲ୍ଦି କୁହନ୍ତୁ ବାବା, କ'ଣ ଉପାୟ? ବାବା କହିଲେ, ମହାପ୍ରଭୁ ଜଗନ୍ନାଥଙ୍କ ଅପାର ମହିମା, ତାଙ୍କ ମହାପ୍ରସାଦରେ ରହିଛି ଚମତ୍କାରିତା ଗୁଣ। ଚଣ୍ଡୀ, ଚାମୁଣ୍ଡା, ଚିରୁକୁଣୀ ଏମାନେ ସବୁ ମହାପ୍ରସାଦ ପାଇଁ ବିକଳ ହୁଅନ୍ତି। ଯଦି ମହାପ୍ରସାଦ ମିଳିଯାଆନ୍ତା, ତେବେ ମହାପ୍ରସାଦ ଆଣି ସେ ବରଗଛ ତଳେ ଗୁରୁମାଙ୍କ ଉଦ୍ଦେଶ୍ୟରେ ରଖିଲେ ତେବେ ଯାଇ କିଛି ହୋଇପାରନ୍ତା। ବାବାଙ୍କ ମୁଖରୁ ଏସବୁ କଥା ଶୁଣିବା ପରେ ଆମେମାନେ କହିଲୁ, ସତେ ତ ଆମେ ସବୁ ପୁରୀ ଲୋକ, ହେଲେ ଏ କଥା ଆମ ମୁଣ୍ଡକୁ କେମିତି ଜୁଟିଲା ନାହିଁ। ବାବାଙ୍କଠାରୁ ପୁଣି ବିଦାୟ ନେଲୁ। ଉପାୟ ତ ମିଳିଗଲା, କିନ୍ତୁ ମହାପ୍ରସାଦ ଏମିତି ହଠାତ୍ କେଉଁଠୁ ଆଣିବୁ? ଏତେ ବାଟ ଆଉ ଯାଇକି ଆସିବା ତ ସମ୍ଭବ ନୁହେଁ, କାହା ହାତରେ ମଗେଇବା ମଧ୍ୟ ସମ୍ଭବ ନୁହେଁ। କ'ଣ କରିବୁ ଭାବି ମୁଣ୍ଡରେ ଗୋଟିଏ ଚଡ଼କ ପଡ଼ିଲା। ରତିକାନ୍ତ ସାର୍ କହିଲେ, ଗୋଟିଏ କାମ ହୋଇପାରିବ, ଯଦି ଆମ ସହ ମୁଖିଆ ମହାଶୟ ଯାଇ ପୁରୀରୁ ମହାପ୍ରସାଦ ଧରି ଫେରି ଆସନ୍ତେ ତେବେ ଯାଇ ତାହା ହୋଇପାରନ୍ତା, ଅନ୍ୟଥା ଆଉ କିଛି ଉପାୟ ନାହିଁ। ସମସ୍ତେ ଚାଲି ଚାଲି ଯାଉଥାନ୍ତେ ଏବଂ ଆଲୋଚନା କରୁଥାନ୍ତେ କ'ଣ କରାଯାଇପାରିବ। ଅନ୍ଧାର ରାତିରେ ଲଣ୍ଠନ ଆଲୁଅରେ କିଛି ବି ଦେଖାଯାଉନଥାଏ। ଚାରିଆଡ଼େ କିଟକିଟ ଅନ୍ଧାର। ନଦୀ ହୁଡ଼ା ସୁନସାନ ଏବଂ ନୀରବ। ଭାରି ଖାଁ ଖାଁ ଲାଗୁଥାଏ। ମନରେ ତ ଭୟ ଏକଦମ ତାଜା ହୋଇଥିଲା। ବିଲୁଆମାନଙ୍କ ହୁକେ ହୁରଟି ନଈ ସେପଟୁ ଏକ ଭୟଙ୍କର ପରିବେଶ ସୃଷ୍ଟି କରୁଥାଏ। ନଈ ଘାଟରେ ଆସି ପହଞ୍ଚିଲା ବେଳକୁ ଘାଟରେ ଡଙ୍ଗା ନଥିଲା। ମୁଖିଆ ମହାଶୟ କହିଲେ, ମୁହଁ ସଞ୍ଜ ହେବା ମାତ୍ରେ ନାଉରୀ ଡଙ୍ଗା ଥୋଇ ଚାଲିଯାଏ ଘରକୁ। ଏ ପାଖରେ ହିଁ ତା ଘର, ଆପଣମାନେ ଏଇଠି ରୁହନ୍ତୁ, ମୁଁ ଯାଇ ଡାକଟେ ପକାଏ। ନଈ ପଠାରେ ସୁଲୁସୁଲିଆ ପବନରେ ଦେହ ଶୀତେଇ ଉଠୁଥାଏ। ପୁରା ଶାନ୍ତ ପରିବେଶ, ତା ସହିତ ରତିକାନ୍ତ ସାର୍ଙ୍କ ମଜାଳିଆ କଥା ଆମ ହସକୁ ଦ୍ୱିଗୁଣିତ କରିଦେଉଥାଏ। ମୁଖିଆ ମହାଶୟଙ୍କ ସହ ରମେଶ କଲା। ଟିକେ ଆଗକୁ ଯାଇ ମୁଖିଆ ମହାଶୟ ଡାକ ପକାଇଲେ। ସେଠାରୁ କିଛି ବାଟରେ ନାଉରିଆର ଘର। କିଟକିଟ ଅନ୍ଧାରରେ ସେମାନଙ୍କ ଘରର ଡିବିରି ଆଲୁଅ ମିଞ୍ଜି ମିଞ୍ଜି ହୋଇ ଦେଖାଯାଉଥାଏ। ମୁଖିଆଙ୍କ ଡାକ ଶୁଣି ନାଉରିଆ ସଙ୍ଗେ ସଙ୍ଗେ ଆସିଲା। ଆମେ ସବୁ ଡଙ୍ଗାରେ ବସି ଅନ୍ଧାର ରାତିରେ ଯାତ୍ରା କଲୁ। ପବନରେ ଡଙ୍ଗା ଖାଲି ଚହଲୁଥାଏ। ନଈ କୂଳରେ ଯାଇ ଡଙ୍ଗା ପହଞ୍ଚିଛି କି ନାହିଁ ରତିକାନ୍ତ ସାର୍ ଘୁମେଇକି ପାଣି ଭିତରକୁ ଓଲଟି ପଡ଼ିଲେ। ଆମେ ସବୁ ହସି ହସି ବେଦମ। ରତିକାନ୍ତ ସାର୍ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲେ। ପାଣିରୁ ଉଠେଇକି ଆଣିଲୁ ତାଙ୍କୁ। ବହୁତ ଥଟ୍ଟା ତାମସା କରିଲୁ ରତିକାନ୍ତ ସାର୍ଙ୍କୁ ନେଇ। ପୁଣି ଆମକୁ କିଟକିଟ ଅନ୍ଧାରରେ ଚାଲି ଚାଲି ଗାଁ ପର୍ଯ୍ୟନ୍ତ ଯିବାକୁ ପଡ଼ିବ। ଲଣ୍ଠନରୁ କିରୋସିନ ସରିଗଲା ନା କ'ଣ, ବତୀଟି ଆପେ ଆପେ ଲିଭିଗଲା। ଆମେ ସବୁ ଯାଉଥାଉ, କେବଳ ଆମର ଚାଲିବାର ଶବ୍ଦ ଛଡ଼ା ଅନ୍ୟ କିଛି ଶୁଣାଯାଉନଥାଏ। ହଠାତ୍ ଲାଗିଲା କେହି ଜଣେ ଆମକୁ ଅନୁସରଣ କରୁଛି। ସମସ୍ତଙ୍କୁ ସମାନ ଅନୁଭବ ହେଲା। ଆଉ ଦୁମ ଦୁମ ହୋଇ କେହି ଆମ ପଛରେ ଚାଲି ଚାଲି ଆସିବାର ଶବ୍ଦ। ସମସ୍ତେ ସ୍ଥିର ହୋଇ ଠିଆ ହୋଇଗଲୁ। ପୁଣି ନିଶବ୍ଦ, ଚାରିଆଡ଼ ସୁନସାନ। ମୁଖିଆ ମହାଶୟ କହିଲେ, ଜନଶୂନ୍ୟ ରାସ୍ତାରେ ସବୁବେଳେ ଏମିତି ଅନୁଭବ ହୁଏ। ମୁଁ ଏକୁଟିଆ ଏ ରାସ୍ତା ଦେଇ 12ଟା 1 ରାତିରେ ଯାଏ। କିଛି ଅସୁବିଧା ନାହିଁ, ମୋର ପରା ଏଇଟା ନିତିଦିନିଆ ରାସ୍ତା। ଚାଲନ୍ତୁ ଶୀଘ୍ର। ଆମେ ସବୁ ଚାଲିଲୁ ଜୋରରେ ପାଦ ପକାଇ ପକାଇ। ପୁଣି ଥରେ ଆମ ଚାଲିଠାରୁ ଆହୁରି ଜୋରରେ କାହାର ପାଦ ପଡ଼ିବାର ଶବ୍ଦ ଶୁଣାଗଲା। ଆମକୁ ଲାଗିଲା ଆମ ଛଡ଼ା ଆଉ କିଏ ଗୋଟିଏ ଅଛି ଏଠାରେ। ସେଦିନ ରାତି କଥା ଭାବି ମହେଶ ଧୀରେ ଧୀରେ କହିଲା, ଗୁରୁମା ଆଉ ଏଠାକୁ ଆସିଗଲେ କି? ଆମେ ସବୁ ଡରି ଛାନିଆ ଠିଆ ହୋଇ ଚାରିଆଡ଼କୁ ଚାହିଁଲୁ। କାହିଁ କେଉଁଠି ବି ସେ ଲାଲ ଆଖି ଦୁଇଟି ଦେଖାଯାଉନଥାଏ। ମନର ଭ୍ରମ ଭାବି ପୁଣି ଆଗକୁ ଅଗ୍ରସର ହେଲୁ। ପୁଣି ସେଇ ସମାନ ଅନୁଭବ, କିଏ ଗୋଟିଏ ଅଛି ନିଶ୍ଚିତ। ଶୁକ୍ଳପକ୍ଷ ଅଧ ଚନ୍ଦ୍ର ପଡ଼ିଥାନ୍ତେ। ଚନ୍ଦ୍ର ଆଲୋକରେ କିଛି ଦେଖା ନ ଗଲେ ବି ଅଳ୍ପ କିଛି କିଛି ଦେଖାଯାଉଥାଏ। ରାତିରେ ପେଚାମାନଙ୍କ ବୋବେଇବାର ଶବ୍ଦ ଶୁଣି ରାତି ଖାଲି ଧକ୍ ଧକ୍ ହେଉଥାଏ।
ଏକ ଅଜବ ଭୟ ମନକୁ ଆନ୍ଦୋଳିତ କରୁଥାଏ। ଗଛପତ୍ରରେ ଖାଲି ଦୁମ୍ ଦୁମ୍ ଭୁସ୍ଭୁସ୍ର ଶବ୍ଦ। ଆମେ ଦୃଢ଼ ନିଶ୍ଚିତ ହେଲୁ ଯେ ସତରେ କେହି ଗୋଟିଏ ଅଛି। ଏ ଡାଳରୁ ସେ ଡାଳ ଖାଲି ସେ ଡେଉଁଥାଏ। ଚାଲିବା ବାଟରେ ଗଛରୁ ବଡ଼ ବଡ଼ ଡାଳ ଖସି ବାଟ ଅବରୋଧ କରୁଥାଏ। ଭାଗ୍ୟ ଭଲ ଏକ ଡାଳ ରତିକାନ୍ତ ସାର୍ଙ୍କ କାନ୍ଧରେ ପଡ଼ି ତଳେ ପଡ଼ିଲା। କିନ୍ତୁ ସାମାନ୍ୟ ଆଘାତ ଯାହା ଲାଗିଲା, ବିଶେଷ କିଛି କ୍ଷତି ହୋଇନି। ମୁଖିଆ ମହାଶୟ କହିଲେ, କିଛି ଅସୁବିଧା ହେବନି, ଆପଣମାନେ ଆଗକୁ ଆଗକୁ ଚାଲନ୍ତୁ। ଆଉ କିଛି ବାଟ ଚାଲିଗଲା ପରେ ତାଙ୍କର ଉତ୍ପାତ ଥମିଯିବ। କିଛି କରିପାରିବନି, ଇଏ ଖାଲି ଯାହା ଏମିତି ଡରାଇବ। ମୁଁ କହିଲି, ଆପଣ ତାହେଲେ ଜାଣିଥିଲେ କିଏ ଗୋଟିଏ ଅଛି ବୋଲି? ମୋ କଥା ସରିନି, ହଠାତ୍ ଆମ ସାମ୍ନାରେ ଦଣ୍ଡାୟମାନ ଏକ ବିରାଟ ରାକ୍ଷସ, 20 କି 30 ଫୁଟର ହେବ ବୋଧେ। ଉପରକୁ ଚାହିଁବାକୁ ଆଖି ପାଉନଥାଏ। ଏତେ ବଡ଼ ବଡ଼ ଲମ୍ବା ହାତ। ସେ ଆଙ୍ଗୁଠି ଗୁଡ଼ାକ 5 ଫୁଟର ଲେଖାଏଁ ହେବ ବୋଧେ। ଆଉ ସେ ଆଙ୍ଗୁଠିରେ 2 ଫୁଟ ଲେଖାଏଁ ଲମ୍ବା ଲମ୍ବା ନଖ। ଗୋଡ଼ ହାତ ଦେହ ସାରା କଳା ଲୋମ ସାଲୁ ସାଲୁ। ଏତେ ବଡ଼ ବଡ଼ ଆଖି, ମୁହଁ ସାରା ବି ଲୋମଯୁକ୍ତ। ଚାହିଁ ହେଉନଥାଏ ତାକୁ। କି ବିକୃତ ଶରୀର ତାର। ସମସ୍ତେ ଡରରେ ଥରିଲୁଣି। ମୁଖିଆ ମହାଶୟ ତାକୁ ବଡ଼ ପାଟିରେ କହିଲେ, ହେ ଉଠିଯା ମୋ ସାମ୍ନାରୁ, ନହେଲେ କିଛି ଭଲ ହେବନି କହିଦେଉଛି। ସବୁବେଳେ ଗୋଟିଏ ରଙ୍ଗ ଦେଖାଉଛି। ଆମେ ସବୁ ଆଶ୍ଚର୍ଯ୍ୟ ହୋଇ ମୁଖିଆ ମହାଶୟଙ୍କ କଥା ଶୁଣୁଥାଉ। ମୁଁ କହିଲି, ମୁଖିଆ ମହାଶୟ, କିଏ ବିକୃତ ପ୍ରାୟ ଜୀବ? ଏମିତି ଜୀବ ତ ଆମେ ଆମ ଜୀବନରେ କେବେ ଦେଖିନୁ। ମୁଖିଆ ମହାଶୟ କହିଲେ, ଏ ହେଉଛି ବ୍ରହ୍ମରାକ୍ଷସ। ବ୍ରହ୍ମରାକ୍ଷସଟା ନାଁ ଶୁଣି ପୁନଶ୍ଚ ଚମକି ପଡ଼ିଲୁ ଆମେ। ଆହୁରି ଥରିବାକୁ ଲାଗିଲୁ। ପିଲାବେଳେ ବ୍ରହ୍ମରାକ୍ଷସ ଗପ ଆଈଠାରୁ ଆଉ ଜେଜେମା ଠାରୁ ଶୁଣିଥିଲୁ ଯାହା, କିନ୍ତୁ ଏସବୁ ସତରେ ବୋଲି ଆମେ ବିଶ୍ୱାସ କରିପାରୁନଥିଲୁ। ଆଈମା କୁହେ, ପୁରୁଷ ଲୋକମାନେ କୁଆଡ଼େ ଅବିବାହିତ ରହିଲେ ସେମାନେ ମୃତ୍ୟୁ ପରେ ବ୍ରହ୍ମରାକ୍ଷସ ହୁଅନ୍ତି। ମହେଶ ଡରରେ ମୋତେ ଜାବୁଡ଼ି ଧରିଥାଏ। ମୁଖିଆ ମହାଶୟ ଆମକୁ ସାନ୍ତ୍ୱନା ଦେଇ କହିଲେ, ସେ କିଛି କରିପାରିବନି, ଖାଲି ଡରେଇବ ଯାହା। ସେ ରାକ୍ଷସ ମୁଖିଆ ମହାଶୟଙ୍କ କଥା ଶୁଣି ଖାଲି ଦୁମ୍ ଦୁମ୍ ହୋଇ ଡେଇଁବାକୁ ଲାଗିଲା। ସେ ଜାମୁକୋଳି ଗଛରୁ ଚାକୁଣ୍ଡା ଗଛ, ଚାକୁଣ୍ଡା ଗଛରୁ କୃଷ୍ଣଚୂଡ଼ା ଗଛ, କୃଷ୍ଣଚୂଡ଼ା ଗଛରୁ ଆମ୍ବ ଗଛ, ଆମ୍ବ ଗଛରୁ ପଣସ ଗଛ, ଖାଲି ଭୁସ୍ ଭୁସ୍ ହୋଇ ଡେଇଁଲା। ରାସ୍ତା ସାରା ଖାଲି ଡାଳପତ୍ର ପଡ଼ି ବାଟ ଅବରୋଧ ହେଉଥାଏ। ଡେଇଁ ଡେଇଁ ଯିବା କଷ୍ଟକର ବ୍ୟାପାର ହେଉଥାଏ ଆମ ପାଇଁ। ଆର୍ମି ସାଙ୍ଗ ତା ଆଣ୍ଠୁରୁ ବନ୍ଧୁକ ବାହାର କରି କହିଲା, ହେ ଆମ ବାଟ ଛାଡ଼, ନହେଲେ କିଛି ଭଲ ହେବନି କହୁଛି, ମାରିଦେବି ତୋତେ। ତାପରେ ବ୍ରହ୍ମରାକ୍ଷସ ବିକଟାଳ ଗର୍ଜନ କରି ଜୋର ଜୋରରେ ହସିବାକୁ ଲାଗିଲା। ସେ ହସ ଶୁଣି ଆମକୁ ଲାଗୁଥିଲା ଯେମିତି କାନ ଫାଟି ଯାଉଛି। କିଛି ସମୟ ପାଇଁ କାନ ପୁରା ସ୍ତବ୍ଧ ହୋଇଗଲା। ସେ ସେମିତି ଜୋରରେ ହସିବାକୁ ଲାଗିଥାଏ। ଗଛରୁ ଖାଲି ଡାଳପତ୍ର ଭାଙ୍ଗି ଆମ ଉପରକୁ ଆକ୍ରମଣ କରିବାକୁ ଲାଗିଲା। ବାପରେ କି ଆକ୍ରମଣ! ସବୁ ଡାଳପତ୍ରରୁ ନିଜକୁ ରକ୍ଷା କରିବାକୁ ଆମେ ଯଥାପ୍ରାଣେ ଚେଷ୍ଟା କରୁଥିଲୁ। ରତିକାନ୍ତ ସାର୍ କହିଲେ, ତ୍ରାହି ଅଚ୍ୟୁତ, ତ୍ରାହି ଅଚ୍ୟୁତ, ଆଜି ମଣିଷ ମଲା। ଯିବା ସମୟକୁ ଏ ରାକ୍ଷସ ହାବୁଡ଼ରେ ପଡ଼ିବାର ଥିଲା ମଣିଷର। ରାତି ବଢ଼ି ବଢ଼ି ଯାଉଥାଏ। ବ୍ରହ୍ମରାକ୍ଷସ ଆମକୁ ବାଟ ସେମିତି ଓଗାଳି ରଖିଥାଏ। ଗଛ ଗୁଡ଼ାକ ଜୋରରେ ହଲାଉଥାଏ ଖାଲି। ଗଛର ପତ୍ରରେ ଆମେ ସବୁ ଅଧା ପୋତି ହୋଇସାରିଥିଲୁ। ଆର୍ମି ସାଙ୍ଗ କହିଲା, ମୁଖିଆ ମହାଶୟ, ଆପଣ ତ କାହିଁ ଆମକୁ ଏ ବାଟରେ ବ୍ରହ୍ମରାକ୍ଷସ ସହିତ ସାମ୍ନା ହେବାକୁ ପଡ଼ିବ ବୋଲି କହିନଥିଲେ। ମୁଖିଆ ମହାଶୟ କହିଲେ, ଏମିତିରେ ଆପଣମାନେ ତ ସବୁ ଡରିକି ଅଛନ୍ତି, ସେଥିପାଇଁ ଆଉ କହିବାଟା ଉଚିତ ମନେ କଲିନି। ତା ଛଡ଼ା ଏ ଖାଲି ଗଛରେ ରୁହେ ଆଉ ଡରାଏ, ନହେଲେ କାହାର କିଛି କ୍ଷତି କରେନି। ସମସ୍ତେ ଜାଣିଲେନି, ସେଥିପାଇଁ କେହି ୟାକୁ ଡରୁନାହାନ୍ତି। ତାପରେ ବ୍ରହ୍ମରାକ୍ଷସକୁ ଇଙ୍ଗିତ କରି କହିଲେ, ରହରେ ଭଗିଆ, କାହିଁ ଏମିତି ହଇରାଣ କରୁଛୁ ଆମକୁ? ମୁଖିଆ ମହାଶୟଙ୍କ ପାଟିରୁ ଭଗିଆ ନାଁଟା ଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। ଆଉ ପଚାରିଲୁ, ଭଗିଆ? ମୁଖିଆ ମହାଶୟ କହିଲେ, ହଁ ଭଗିଆ। ଦିନ ଥିଲା ଇଏ ମଧ୍ୟ ବହୁତ ଭୟଙ୍କର ଥିଲା। ସବୁ ଜୀବଜନ୍ତୁଙ୍କ ତଣ୍ଟି କଣା କରି ରକ୍ତ ପିଇ ଯାଉଥିଲା। ଏପଟ ଗାଁ ଲୋକ ନଈ ପାର ହୋଇ ସେପଟକୁ ଯାଇପାରନ୍ତିନି କି ସେପଟ ଗାଁ ଲୋକ ଏପଟକୁ ଆସିପାରନ୍ତି ନାହିଁ। ପାଖ ପଡ଼ୋଶୀ ଗାଁର ଗୋଟିଏ ଯୁବକ ଟୋକାର ବି ତଣ୍ଟି କଣା କରି ମାରି ଦେଇଥିଲା ଏ। ମୁଁ ପଚାରିଲି, ଭଗିଆ କିଏ? ମୁଖିଆ ମହାଶୟ କହିଲେ,
ଭଗିଆ ଏ ଗାଁ ମନ୍ଦିରର ପୂଜକ ଥିଲା। ବିବାହ କରିନଥିଲା। ମନ୍ଦିର ପୂଜାରେ ବିଘ୍ନ ଘଟାଇ ସେ ଠାକୁରଙ୍କଠାରୁ ଅଭିଶାପ ପାଇଲା ଏବଂ ଅଭିଶାପ ସ୍ୱରୂପ ଗୋଟିଏ ମାସ ଭିତରେ ମୃତ୍ୟୁବରଣ କରିଲା। ତାପରେ ତା ଆତ୍ମା ବ୍ରହ୍ମରାକ୍ଷସ ହୋଇ ଏ ନଈହୁଡ଼ା ଗଛରେ ରହୁଛି। ଭାରି ଉତ୍ପାତ ହୁଏ। ଏବେ ବାବା ତାର ସବୁ ଶକ୍ତିକୁ ହରଣ କରି ନେଇଛନ୍ତି, ତେଣୁ କିଛି କ୍ଷତି କରିପାରୁନି। ଏସବୁ କଥା ଶୁଣି ଆମେ ଟିକେ ଉଶ୍ୱାସ ହେଲୁ। ତଥାପି ଡର ଲାଗିବନି ଯେ କେମିତି? କେଉଁଠି ଆସି କେଉଁଠି ଫସିଲା ମଣିଷ। ବ୍ରହ୍ମରାକ୍ଷସ ସେମିତି ଏ ଗଛରୁ ସେ ଗଛ ଦୁମ୍ ଦୁମ୍ ହୋଇ ଡେଉଁଥାଏ। ଲଣ୍ଠନ ଲିଭି ଯାଇଥାଏ। ବେଶୀ କିଛି ଦେଖାଯାଉନଥାଏ। ଡାଳପତ୍ର ଆଡ଼େଇ ଆଡ଼େଇ ଆମେ ଆଗକୁ ଯିବାକୁ ଚେଷ୍ଟା କରିଲୁ। ଯେତେ ଡାଳପତ୍ର ସଫା କରୁଥାଉ ସେମିତି ସେ ଅଧିକରୁ ଅଧିକ ପକାଉଥାଏ। ଚାକୁଣ୍ଡା ଗଛର ଡାଳଗୁଡ଼ିକ ବେଶୀ ପଡ଼ୁଥାଏ। ମହେଶ କହିଲା, ଚାଲ ଆମେ ସମସ୍ତେ ଦୌଡ଼ିକି ପଳାଇବା। ରତିକାନ୍ତ ସାର୍ କହିଲେ, ମହେଶ ସାର୍, ଆପଣ ଭାବିପାରିଲେ କେମିତି ଆମେ ଆପଣଙ୍କ କଥା ମାନିବୁ ବୋଲି? ଥରେ ପରା ଗୁରୁମାଙ୍କ ଉପରକୁ ଡେଉଁରିଆ ଫୋପାଡ଼ିଥିଲୁ, ଆଉ ଆପଣଙ୍କ ଘଟିଆ ବୁଦ୍ଧି ଆମର ଦରକାର ନାହିଁ। ରତିକାନ୍ତ ସାର୍ଙ୍କ କଥା ଶୁଣି ଭାରି ହସ ଲାଗୁଥାଏ। ଧୀରେ ଧୀରେ ଆମେ ଡାଳପତ୍ର କାଢ଼ି ଆଗକୁ ବଢ଼ୁଥାଉ। ସେ ମଧ୍ୟ ଗଛରୁ ଡେଇଁ ଡେଇଁ ଉତ୍ପାତ ହୋଇଯାଉଥାଏ। ଆଗକୁ ଅଗ୍ରସର ହେଲେ ଆମ ସାମ୍ନାରେ ଆସି ଠିଆ ହୋଇଯାଉଥାଏ। ଆର୍ମି ସାଙ୍ଗ ବନ୍ଧୁକରୁ ତା ଉପରକୁ ଗୁଳି ଚଲାଇଲା, କିନ୍ତୁ କିଛି ଲାଭ ହେଲାନି। ଓଲଟା ବ୍ରହ୍ମରାକ୍ଷସ ହାତରୁ ଗୋଟିଏ ବ୍ରହ୍ମ ଚାପୁଡ଼ା ଖାଇଲା ଏବଂ ବୁଲି ବୁଲି ଯାଇ କୋଷେ ଦୂରରେ ପଡ଼ିଲା। ରତିକାନ୍ତ ସାର୍ କହିଲେ, କେମିତି ଲାଗିଲା ଆର୍ମି ସାଙ୍ଗ? ମୁଖିଆ ମହାଶୟ କହିଲେ, ସେ ଏମିତି ହୁଏ। ବେଳେବେଳେ ତ ଗାଁ ଆଡ଼େ ଚାଲିଯାଏ। କୁହନି ତା କଥା। ସମସ୍ତଙ୍କ ଚାଳ ଉପରେ ଚଢ଼ି ଡେଇଁ ଡେଇଁ ତାମସା ଚଲାଇବ। କାହା ଘର ଭାଙ୍ଗିଲାଣି ତ କାହା ଚାଳ ଭାଙ୍ଗିଲାଣି। ଏମିତି ହଇରାଣ କରେ ଆମକୁ। ସେ ସେମିତି ଆମକୁ ବହୁତ ସମୟ ଓଗାଳି ରଖିଲା। ବାଟ ଜମାରୁ ବି ଛାଡ଼ିଲାନି। ତଥାପି ସମସ୍ତେ ଧଇଁ ସଇଁ ହୋଇ ପଡ଼ି ଉଠି ଦୌଡ଼ିଲୁ। ସେ ସେମିତି ଆମ ପଛେ ପଛେ ବଡ଼ ବଡ଼ ପାହୁଣ୍ଡ ପକାଇ ଆସୁଥାଏ। ବାଟରେ ଆମ ଦୌଡ଼ିବା ଦେଖି ବିଲୁଆ ଗୁଡ଼ାକ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ। ରାତିରେ ହୁଁ ହୁଁ ଚଢ଼େଇର ରାବ ଶୁଣି ଆହୁରି ଭୟ ଲାଗୁଥାଏ। ଦୌଡ଼ି ଦୌଡ଼ି ଶେଷରେ ଯାଇ ପହଞ୍ଚିଲୁ ଗାଁଠାରୁ କିଛି ଦୂରରେ ଥିବା ଏକ ତେନ୍ତୁଲି ଗଛ ପାଖରେ। ଧଇଁ ସଇଁ ହୋଇ ଆସି ବସି ପଡ଼ିଲୁ ସେ ଗଛ ମୂଳରେ। କିନ୍ତୁ ଦେଖିଲା ବେଳକୁ ଆମ ସାଙ୍ଗରେ ମହେଶ ନାହିଁ। କୁଆଡ଼େ ଗଲା? ତାକୁ ନ ଦେଖି ଭାରି ବ୍ୟସ୍ତ ବିବ୍ରତ ହେଲୁ ଆମେ। ଭାରି ଡରୁଆଟା ସେ। ପଛରେ ବ୍ରହ୍ମରାକ୍ଷସ ବି ଆସିନଥାଏ। ଘାବରେଇ ଗଲୁ ସବୁ। କ'ଣ ସେ ଆଉ ତାକୁ ନେଇଗଲା ନା କ'ଣ? ଟିକେ ଆଖପାଖରେ ଜୋରରେ ଡାକ ପକାଇଲୁ ସମସ୍ତେ। ଆମ ସହ ତ ଥିଲା, ଏମିତି ହଠାତ୍ କୁଆଡ଼େ ଉଭାଇ ଗଲା। ସମସ୍ତେ ଭାରି ଚିନ୍ତାରେ ପଡ଼ିଲୁ। ମୁଖିଆ ମହାଶୟ କହିଲେ, ଚାଲନ୍ତୁ ଟିକେ ପଛକୁ ଫେରିଯିବା, କାଳେ ପଛରେ କେଉଁଠି ରହିଯାଇଥିବେ ଅନ୍ଧାରରେ। ମୁଖିଆ ମହାଶୟଙ୍କ କଥା ମାନି ପଛକୁ ଫେରି 100 ମିଟର ଯାଇଛୁ କି ନାହିଁ, ମହେଶ ଝାଳନାଳ ହୋଇ ଜୋରରେ ଦୌଡ଼ି ଆସି ଆମମାନଙ୍କ ସହ ଧକ୍କା ହେଲା। ତା ମୁହଁରୁ ହାତରୁ ଖାଲି ରକ୍ତ ଝରୁଥାଏ। ତାକୁ ଆଣି ବସାଇଲୁ ସେ ତେନ୍ତୁଲି ଗଛ ମୂଳରେ। ପାଖରେ ପିଇବାକୁ ମଧ୍ୟ ପାଣି ନଥାଏ। ରତିକାନ୍ତ ସାର୍ କହିଲେ, ତ୍ରାହି ଅଚ୍ୟୁତ, ତ୍ରାହି ଅଚ୍ୟୁତ। ଆପଣଙ୍କ ଏ ଅବସ୍ଥା କେମିତି ହେଲା ସାର୍? ମହେଶ କଥା କହିଲା ଭଳି ଅବସ୍ଥାରେ ନଥିଲା। ସେ ଆସି ଖାଲି ପାଣି ପାଣି ହେଉଥାଏ। ତୁରନ୍ତ ଘରକୁ ଫେରିବା ଛଡ଼ା ଅନ୍ୟ କିଛି ଉପାୟ ନଥାଏ। ମହେଶ ଚାଲିପାରୁନଥିଲା। ଆର୍ମି ସାଙ୍ଗ ଆଉ ମୁଁ ତାକୁ ଟେକି ଟେକି ନେଇ ଘରକୁ ଯିବାକୁ ବାହାରିଲୁ। ମହେଶକୁ ଟେକିକି ଧରିଛୁ କି ନାହିଁ, ପୁଣି ସେହି ବ୍ରହ୍ମରାକ୍ଷସ ଆସି ଆମ ସାମ୍ନାରେ ଠିଆ ହେଲା। ସମସ୍ତଙ୍କ ଉପରେ ନଖରେ ରାମ ପଡ଼ିବ ବୋଲି ଆକ୍ରମଣ କରିଲା। ସମସ୍ତେ ପୁଣି ତାଠାରୁ ବଞ୍ଚିବା ପାଇଁ ଦୌଡ଼ିଲୁ। ଆର୍ମି ସାଙ୍ଗ ଆଉ ମୁଁ ମହେଶକୁ ଧରି ଦୌଡ଼ିବା କାଠିକର ପାଠ ହୋଇ ପଡ଼ୁଥିଲା। ତଥାପି ପ୍ରାଣପଣେ ଦୌଡ଼ି ଦୌଡ଼ି ଯାଇ ପହଞ୍ଚିଲୁ ମୁଖିଆ ମହାଶୟଙ୍କ ଘରେ। ଆମର ଯିବାର ବିଳମ୍ବ ଦେଖି ରମେଶ ଡ୍ରାଇଭର ଏବଂ ମୁଖିଆଣୀ ନ ଶୋଇ ଘର ବାହାରେ ଆମକୁ ଅପେକ୍ଷା କରିଥାନ୍ତେ। ଆମର ଏପରି ଅବସ୍ଥା ଦେଖି ବିବ୍ରତ ହୋଇପଡ଼ିଲେ ସମସ୍ତେ। ମୁଖିଆଙ୍କ ଦାଣ୍ଡ ପିଣ୍ଡାରେ ଯାଇ ଥକା ମାରି ବସି ପଡ଼ିଲୁ ସବୁ। ମହେଶର ଏପରି ଅବସ୍ଥା ଦେଖି ମୁଖିଆ ମହାଶୟ ଡେରି ନ କରି ବୈଦ୍ୟଙ୍କ ପାଖକୁ ଯିବାକୁ ବାହାରିଲେ। ଆର୍ମି ସାଙ୍ଗ କହିଲା, ରୁହନ୍ତୁ ମୁଖିଆ ମହାଶୟ, ଆପଣ ଏକା ଯାଆନ୍ତୁନି, ମୁଁ ବି ଯିବି ଆପଣଙ୍କ ସହିତ। ମୁଖିଆ ମହାଶୟ ଓ ଆର୍ମି ସାଙ୍ଗ ଚାଲିଲେ ବୈଦ୍ୟ ଡାକିବାକୁ। ଟିଭିରେ ଆଲୁଅରେ ହାତ ଘଡ଼ି ଦେଖିଲା ବେଳକୁ ରାତି 3ଟା। ମହେଶକୁ ପାଣି ପିଆଇ ସମସ୍ତେ ଢାଳେ ଲେଖା ପାଣି ପିଇଲୁ।
ଧଇଁସଇଁ ହୋଇ ପାଟିରୁ କଥା ବାହାରୁ ନଥାଏ। ରତିକାନ୍ତ ସାର୍ କହିଲେ, ତ୍ରାହି ଅଛୁ ତ ଯାହା ବି ହେଇଯାଉ, କାଲି ସକାଳ ହେବା ମାତ୍ରେ ଆମେ ଏଠାରୁ ବାହାରି ଯିବା। ମୁଁ କହିଲି, ଆମେ ଯେଉଁଥିପାଇଁ ଏତେ ବାଟ ପରିଶ୍ରମ କରି ଯାଇଥିଲେ ସେ କାମକୁ କ'ଣ ଅଧା ଛାଡ଼ିଦେବା ନା କ'ଣ? ରତିକାନ୍ତ ସାର୍ କହିଲେ, ଆଉ କ'ଣ କରିବା? ଆମେ ଏଠାରୁ ନ ଗଲେ କ'ଣ ହୋଇପାରିବ କି? ଆମମାନଙ୍କ କଥାବାର୍ତ୍ତା ଭିତରେ ମୁଖିଆ ମହାଶୟ ଓ ଆର୍ମି ସାଙ୍ଗ ଆସି ପହଞ୍ଚିଲେ ବୈଦ୍ୟ ମହାଶୟଙ୍କୁ ଧରି। ବୈଦ୍ୟ ମହାଶୟ ସଙ୍ଗେ ସଙ୍ଗେ ମଲମ ଲଗାଇଦେଲେ ମହେଶର କ୍ଷତ ସ୍ଥାନରେ। ତାପରେ ଚାଲିଗଲେ। ଦିନ 4ଟାରୁ ଯାଇଛୁ ଯେ କିଛି ଖାଇନୁ, ଭୋକରେ ପେଟ ଜଳୁଥାଏ। ମୁଖିଆଣୀ ଆମ ଭୋକ ଦେଖି ଯାଇ ଜହ୍ନି ବାଇଗଣ ପୋଡ଼ିଲେ, ପଖାଳ ବାଢ଼ିଲେ। ରାତି 3ଟାରେ ପଖାଳ ଖାଇବାର ମଜା ଅଲଗା। କେବେ ଖାଇ ନଥିଲୁ। ଯାହା ବି ହଉ, ଭୋକ ବିକଳରେ ତାଟିଆ କାମୁଡ଼ିବା କଥା। ଆଉ କାହା ସହିତ କିଛି କଥା ହେବା ଅବସ୍ଥାରେ ନଥିଲୁ। ସମସ୍ତେ ମୁଖିଆ ମହାଶୟଙ୍କ ଦାଣ୍ଡ ପିଣ୍ଡା ଚଟାଣରେ ଗଡ଼ି ପଡ଼ିଲୁ। ସକାଳୁ ଉଠି ବସିଲୁ ସମସ୍ତେ। ମୁଖିଆ ମହାଶୟ ମଧ୍ୟ ଆମ ସହ ଆସି ବସିଲେ। ମୁଖିଆଣୀ ଆଣି ଚାହା ଦେଲେ। ସମସ୍ତେ ପିଇଲୁ। ରତିକାନ୍ତ ସାର୍ କହିଲେ, ମହେଶ ସାର୍, ଆପଣଙ୍କ ଏ ଅବସ୍ଥା କେମିତି ହେଲା? ମହେଶ କହିଲା, କହୁଛି ସାର୍, ସେ ବ୍ରହ୍ମରାକ୍ଷସ ଏମିତି ଅବସ୍ଥା କରିଛି ମୋର। ରମେଶ ସାର୍ ଡ୍ରାଇଭର ବ୍ରହ୍ମରାକ୍ଷସ କଥା ଶୁଣି ଚମକି ପଡ଼ିଲେ। ମହେଶ କହିଲା, ଆପଣମାନେ ସବୁ ଆଗରେ ଦୌଡ଼ିକି ଆସିଗଲେ। ମୋର ଗୋଡ଼ ମୋଡ଼ି ହୋଇଗଲା, ତେଣୁ ପଛରେ ରହିଗଲି। ଆପଣମାନଙ୍କୁ ଡାକିଲି, କିନ୍ତୁ ଆପଣମାନେ ଦୌଡ଼ିବାରେ ଲାଗିଥିଲେ। ଆଉ ମୋ କଥା ଶୁଣିବେ କେଉଁଠୁ? ବ୍ରହ୍ମରାକ୍ଷସ ଆସି 5 ଫୁଟିଆ ହାତରେ ମୋତେ ଧରି ପକାଇଲା। ତଳେ ଯେମିତି ମୋତେ ଫୋପାଡ଼ିଛି, ମୁଁ ଦୌଡ଼ିଲି। ତାପରେ ତା 3 ଫୁଟିଆ ନଖରେ ମୋତେ ଖାଲି ରାମ୍ପୁଡ଼ିଲା। ମୋତେ ଲାଗୁଛି ଏ ବ୍ରହ୍ମରାକ୍ଷସର ବି ଟିକେ ମହାପ୍ରସାଦ ନିହାତି ଦରକାର। ଆମ ମହାପ୍ରସାଦ ବିଷୟରେ କଥା ହେବା ବୋଧେ ତା କାନରେ ପଡ଼ିଛି, ସେଥିପାଇଁ ସେ ଏମିତି ଉତ୍ପାତ ହେଲା। ରମେଶ ସାର୍ ପଚାରିଲେ, କ'ଣ ଉପାୟ କହିଲେ ବାବା? ଆମେ ସବୁ ଗୋଟି ଗୋଟି କରି କହିଲୁ ବାବାଙ୍କ କଥା ଏବଂ ବ୍ରହ୍ମରାକ୍ଷସ ହାବୁଡ଼େ ପଡ଼ିବା କଥା। ତାପରେ ସମସ୍ତେ ଚିନ୍ତା କଲୁ ମହାପ୍ରସାଦ କେମିତି ଆଣିବା। ମୁଖିଆ ମହାଶୟ ଆମ ସହ ପୁରୀ ଯିବେ କି? ତାହେଲେ ଯାଇ କିଛି ଗୋଟିଏ ହୋଇପାରନ୍ତା। ସମସ୍ତେ ଏ ବିଷୟକୁ ନେଇ ବହୁତ ଆଲୋଚନା କରିଲୁ। ଡ୍ରାଇଭର କହିଲା, କେବଳ ମହାପ୍ରସାଦ କ'ଣ, ଯଦି ଆମେ ମହାପ୍ରସାଦ ବଦଳରେ ମହାପ୍ରଭୁଙ୍କ ନିର୍ମାଲ୍ୟ ଥୋଇବା ତାହେଲେ ମଧ୍ୟ ହୋଇପାରିବ। ଆର୍ମି ସାଙ୍ଗ କହିଲା, ମହାପ୍ରସାଦ ନିର୍ମାଲ୍ୟ ସବୁ ଗୋଟିଏ, ହେଲେ ଆସିବ କେମିତି? ଆମେ ସେଇ କଥା ପରା କଥା ହେଉଛୁ, ଜାଣିପାରୁନୁ କି? ଡ୍ରାଇଭର କହିଲା, ଜାଣିପାରୁଛି, ଆଉ এই ସମସ୍ୟାର ସମାଧାନ ରାସ୍ତା ମୋ ପାଖରେ ହିଁ ଅଛି। ଡ୍ରାଇଭର ତୁଣ୍ଡରୁ ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଲୁ। ଡ୍ରାଇଭର କହିଲା, ମୋ ବସ୍ରେ ଏକ ପଲିଥିନରେ କିଛି ନିର୍ମାଲ୍ୟକୁ ନାଲି କପଡ଼ାରେ ବନ୍ଧା ହୋଇଛି। ଚାଲନ୍ତୁ ଆମେ ବସ୍ରୁ ଆଣି ତାକୁ କାମରେ ଲଗାଇବା। ଆମେ କେବେ ବି ଭାବିନଥିଲୁ ସମାଧାନ ଆମ ହାତ ପାହାନ୍ତାରେ ଅଛି ବୋଲି। ଚିନ୍ତାଗ୍ରସ୍ତ ମୁଖରେ ଟିକେ ହସ ଫୁଟିଲା ଆମର। ଆର୍ମି ସାଙ୍ଗ କହିଲା, ବାସ୍ ବେଟା ବାସ୍, ଠିକ୍ ସମୟରେ ମନେ ପକାଇଛୁ। ଆଉ ବିଳମ୍ବ ନକରି ଡ୍ରାଇଭର ସହିତ ଆର୍ମି ସାଙ୍ଗ ଏବଂ ମୁଖିଆ ମହାଶୟ ଗଲେ ବଜାର ଉପରୁ ବସ୍ରୁ ନିର୍ମାଲ୍ୟ ଆଣିବାକୁ। ସାଇକେଲରେ ଯାଇ ଘଣ୍ଟାଏ ଭିତରେ ନିର୍ମାଲ୍ୟ ଧରି ପହଞ୍ଚିଲେ। ଆର୍ମି ସାଙ୍ଗ କହିଲା, ବସ୍ ପମ୍ପଚର ହୋଇଯାଇଛି, ପୁଣି ଗୋଟିଏ ଚଡ଼କ ପଡ଼ିଲା ମୁଣ୍ଡରେ। ହଉ ଛାଡ଼ ସେ କଥା, ଆଗ କାମ ଆଗ। ନାଲି କପଡ଼ାରେ ନିର୍ମାଲ୍ୟ ବାନ୍ଧି ଯାଇ ବରଗଛରେ ବାନ୍ଧି ଆସିଲୁ ଏବଂ ଗଛ ତଳେ ପତ୍ରରେ ଥୋଇଦେଲୁ। ଆମେ ଭଗବାନଙ୍କ ଉଦ୍ଦେଶ୍ୟରେ ସେଠି ଥୋଇ ଗଛ ମୂଳରେ ମୁଣ୍ଡିଆଟିଏ ମାରି ପଛକୁ ଫେରି ପୁନଶ୍ଚ ବରଗଛକୁ ଚାହିଁଲା ବେଳକୁ ଏକ କଳା କିଟମିଟ ବିଲେଇ ଦୃଶ୍ୟମାନ ସେ ବରଗଛ ମୂଳରେ। ହଠାତ୍ ସେ ବିଲେଇ ଦେହରୁ ଏକ ଶକ୍ତି ବାହାରି ଆଖି ପିଞ୍ଚୁଳାକେ ଗାଁର ଠିଆ ହୋଇଥିବା ଏକ ଝିଅ ଦେହରେ ପଶିଗଲା। ସେ ଝିଅ ଆଖି ଠିକ୍ ଲାଲ ହୋଇ ଜଳି ଉଠିଲା। ଖାଲି ବିକଟାଳ ଗର୍ଜନ କଲା ସେ। ଗଛ ଉପରକୁ ଗୋଟିଏ ଡିଆଁରେ ଯାଇ ବସି ପଡ଼ିଲା। ଗଛ ଉପରୁ ତଳକୁ ଦୁମ୍ କିନା ଡେଇଁଲା। ଗାଁର ଆଉ ଗୋଟିଏ ଛୁଆର ତଣ୍ଟିକୁ ଚିପି ଧରିଲା। ଠିକ୍ ସେଦିନ ରାତି ଭଳି ଗାଁ ଲୋକଙ୍କ ସମେତ ଆମ ସମସ୍ତଙ୍କର ଦେହ ଡରରେ କମ୍ପୁଥିଲା। ଏକ ବିକଟାଳ ସ୍ୱରରେ କହିଲେ, କହି ରଖୁଛି ମୁଁ, ଭବିଷ୍ୟତରେ ଯଦି କିଛି ଘଟଣା ଏଠି କ'ଣ କେଉଁଠି ବି ଘଟେ, କେହି ଚୁପ୍ ରହିବନି। ଅନ୍ୟାୟକୁ ବିରୋଧ କରିବ ସମସ୍ତେ, ନଚେତ୍ ମୁଁ ଫେରିବି। ସେତେବେଳେ ମହାପ୍ରସାଦ କିଛି ବି କାମ ଦେବନି। ଏତିକି କହି ସେ ଝିଅଟି ସଙ୍ଗେ ସଙ୍ଗେ ଚେତା ହରାଇ ବସିଲା। ଆଉ ସେ କଳା ବିଲେଇଟି ଗଛ ମୂଳରେ ବସି ନିର୍ମାଲ୍ୟକୁ ଖାଇବା ଦେଖି ଆମ ଲୋମମୂଳ ଟାଙ୍କୁରି ଉଠିଲା। ଏପରି ଦୃଶ୍ୟ ଦେଖିବାର ଆମେ ନିଜେ ଭୁକ୍ତ ଭୋଗିଥିଲୁ। ତାପରେ ହଠାତ୍ ସେ ବିଲେଇଟି କୁଆଡ଼େ ଅଦୃଶ୍ୟ ହୋଇଗଲା।
ଆମେ ସମସ୍ତେ ଫେରିଲୁ ଏବଂ ଆଉ କିଛି ନିର୍ମାଲ୍ୟ ମୁଖିଆ ମହାଶୟଙ୍କ ହାତରେ ସେ ବ୍ରହ୍ମରାକ୍ଷସ ଉଦ୍ଦେଶ୍ୟରେ ଦେଲୁ। ଏସବୁ କାମ ଭିତରେ ଦ୍ୱିପହର ହୋଇଯାଇଥିଲା। ମୁଖିଆ ମହାଶୟଙ୍କ ଘରେ ଶେଷ ଭୋଜନରେ ଗରମ ଗରମ ଭାତ, ଖାସି ମାଂସର ଝୋଳ ଖାଇଲୁ। ମୁଖିଆଣୀଙ୍କ ହାତ ରନ୍ଧାରେ ଅପୂର୍ବ ସ୍ୱାଦ। 4-5 ଦିନ ରହଣି ଭିତରେ ମୁଖିଆ ମହାଶୟଙ୍କ ସହିତ ଏକ ସ୍ନେହର ସମ୍ପର୍କ ଗଢ଼ି ଉଠିଥିଲା। ଫେରିବାକୁ ଇଚ୍ଛା ହେଉନଥିଲା। ଦିନ 3ଟା ବେଳକୁ ସମସ୍ତେ ବ୍ୟାଗ୍ ଧରି ବାହାରିଲୁ। ମୁଖିଆଣୀ ସମସ୍ତଙ୍କ ପାଇଁ ସମାନ ଭାବରେ ଗୋଟି ଗୋଟି ବ୍ୟାଗ୍ରେ ଖାଣ୍ଟି ଘିଅ, ମାଣ୍ଡିଆ, ବାଡ଼ିର ପନିପରିବା ଭର୍ତ୍ତି କରିଥିଲେ। ମୁଖିଆ ମହାଶୟ ଏକ ଟଲି ଡକାଇଥିଲେ। ସେଥିରେ ସମସ୍ତଙ୍କ ବ୍ୟାଗ୍ ପତ୍ର ଲଦିଲୁ। ଏମିତିରେ ବି ସମସ୍ତଙ୍କ ଦେହ ଖଣ୍ଡିଆ ଖାବରା। ଆର୍ମି ସାଙ୍ଗ, ମୁଁ, ରତିକାନ୍ତ ସାର୍ ଏବଂ ମୁଖିଆ ମହାଶୟ ଚାଲି ଚାଲି ଗଲୁ। ଆଉ ରମେଶ ସାର୍, ଡ୍ରାଇଭର ମହେଶ ଟଲିରେ ବସିକି ଗଲେ। ଗାଁ ମୁଣ୍ଡରେ ଏକ ବଡ଼ ମୁଣ୍ଡିଆ ମାରି ବିଦାୟ ନେଲୁ ଗାଁରୁ। ଚାଲି ଚାଲି 4ଟା ବେଳକୁ ଯାଇ ପହଞ୍ଚିଲୁ ବଜାର ଉପରେ। ସତରେ ବସ୍ ପମ୍ପଚର। ଡ୍ରାଇଭରର ଅବସ୍ଥା ନଥାଏ। ଆର୍ମି ସାଙ୍ଗ ନିଜେ ବସ୍ର ଚକା ବଦଳେଇଲା। ଆମେ ସାହାଯ୍ୟ କରିଲୁ ତାକୁ। ଏସବୁ ଭିତରେ ସନ୍ଧ୍ୟା 6ଟା ହୋଇଗଲା। ମୁଖିଆ ମହାଶୟଙ୍କ ଠାରୁ ଆମେ ଠିକଣା ଲେଖି ଆଣିଥିଲୁ ଏବଂ ଆମ ଠିକଣା ତାଙ୍କୁ ଲେଖି ଦେଇଥିଲୁ। ଆର୍ମି ସାଙ୍ଗ କହିଲା, ମୁଖିଆ ଆଜ୍ଞା, ଏସବୁ ଭିତରେ ଆମେ ମଦିରା ହାଣ୍ଡିଆର ମଜା ନେଇପାରିଲୁନି। ପୁଣି ଆସିବ କେବେ? ମୁଖିଆ ମହାଶୟଙ୍କୁ ପ୍ରଣିପାତ ହୋଇ ତାଙ୍କଠାରୁ ବିଦାୟ ନେଇ ଫେରି ଆସିଲୁ ପୁରୀ। ଅନ୍ଧାର ହୋଇଯାଇଥାଏ। ଡ୍ରାଇଭର ଆଖିକୁ ଠିକ୍ସେ ଦେଖାଯାଉନଥାଏ। ସେଥିପାଇଁ ଆର୍ମି ସାଙ୍ଗ ଗାଡ଼ିକୁ ଡ୍ରାଇଭିଂ କରୁଥାଏ। ଡ୍ରାଇଭର କହିଲା, ଆଜ୍ଞା ବାବୁମାନେ, ବସ୍ ଭଡ଼ା ଯେତିକି ଥିଲା ସବୁ ମିଶି 4 ଗୁଣା ହୋଇଯାଇଛି। ଆପଣମାନଙ୍କ ପାଇଁ ମୋତେ ଏସବୁ କ୍ଷତି ସହିବାକୁ ପଡ଼ିଲା। ବସ୍ ଭଡ଼ା 4 ଗୁଣା ଏବଂ ମୋ ଅସୁସ୍ଥତା ପାଇଁ ଟଙ୍କା ଦେବେ। ସବୁ ଭରଣ କରିବେ। ରତିକାନ୍ତ ସାର୍ କହିଲେ, ଗାଡ଼ି ଚଲେଇକି ଆସିବୁ ଆମେ, ଆପଣ ବସିକି ଆସିବେ। ଏଠିକି ଆସି ହିସାବ କରିବେ। କିଛି 4 ଗୁଣା ନାହିଁ। ସରକାର ଯେତିକି ଟଙ୍କା ଦେବେ ସେତିକି ହିଁ ଆପଣଙ୍କୁ ଦିଆଯିବ। ଆମେ ସମସ୍ତେ ସମସ୍ତଙ୍କ ସହ ଘଟିଥିବା ଘଟଣାକୁ ଆଲୋଚନା କରୁଥାଉ ଆଉ ହସୁଥାଉ। ହସରେ ବସ୍ ପୁରା ଫାଟି ପଡ଼ୁଥାଏ। ରାତି ପ୍ରାୟ 11ଟା। ହଠାତ୍ ବସ୍ରେ ବ୍ରେକ୍ ମାରିଲା ଆର୍ମି ସାଙ୍ଗ। ଚମକି ପଡ଼ିଲୁ ଆମେ। ରମେଶ ପଚାରିଲା, କ'ଣ ହେଲା ଆର୍ମି ସାଙ୍ଗ? ଆର୍ମି ସାଙ୍ଗ କହିଲା, ବାବୁମାନେ, ହଠାତ୍ କେହି ଗୋଟିଏ ବସ୍ କାଚ ଉପରେ ଧଳା ଶାଢ଼ୀ ପକାଇଦେଲା। ରତିକାନ୍ତ ସାର୍ କହିଲେ, ତ୍ରାହି ଅଛୁତ, ତ୍ରାହି ଅଛୁତ। ମଣିଷ ଏମିତିରେ ଡରିକି ଅଛି, ଆଉ ଡରାନି। ମୋର ସେଦିନ କଥା ମନେ ପଡ଼ିଯାଉଛି। ଆମେ ସବୁ ହସି ହସି କହୁଥିଲୁ, କିଏ ଗୋଟିଏ ଅଛି ତେବେ ବସ୍ରେ। ଏବେ ଆଉ ତା ପରଠାରୁ କିଛି ଖବର ନାହିଁ। ମଝିରେ ମୁଖିଆ ମହାଶୟଙ୍କ ଚିଠି ଆସିଥିଲା। କ'ଣ କିଛି ସମାଧାନ ହୋଇଛି? ବହୁତ ଇଚ୍ଛା ହୁଏ ସେ ଗାଁ ପରିବେଶକୁ ଯିବା ପାଇଁ, କିନ୍ତୁ ସେ ରାତି କଥା ସବୁ ମନେ ପଡ଼ିଯାଏ। ଏବେ ବି ସମସ୍ତେ କେତେବେଳେ କେମିତି ଏକାଠି ହେଲେ ମନେ ପକାଉ ସେ ରାତିର ଘଟଣା। ଏ କାହାଣୀଟିକୁ ମୁଁ ଏଇଠି ଶେଷ କରୁଛି। ଯଦି ଏ କାହାଣୀଟି ଆପଣଙ୍କୁ ଭଲ ଲାଗିଛି ତେବେ ନିଜ ଅନ୍ୟ ବନ୍ଧୁମାନଙ୍କ ସହିତ ନିଶ୍ଚିତ ଏଟିକୁ ସେୟାର କରିଦେବେ। ତେବେ ପୁଣି ଆପଣଙ୍କ ସହିତ ଦେଖା ହେବ ଆଉ ଗୋଟିଏ ନୂଆ କାହାଣୀରେ।